ପୁସ୍ତକର ନାମ ଧର୍ମଶାଳାର ଯାତ୍ରୀ ଆମେ। ଲେଖକ ଡକ୍ଟର ବିବୁଧ ରଞ୍ଜନ। ପଢ଼ି ଶୁଣାଉଛନ୍ତି ସୁବ୍ରତ କୁମାର ପତି। ଭାଗ 1। ଧୂଳିକଣାଠାରୁ ହୀନ। କୁହାଯାଇଥାଏ ଯେ ସୃଷ୍ଟିର ସବୁଠାରୁ ବୁଦ୍ଧିମାନ ପ୍ରାଣୀ ହେଲା ମଣିଷ। ହେଲେ ମୋ ମତରେ ସୃଷ୍ଟିର ସବୁଠାରୁ ଅହଙ୍କାରୀ ପ୍ରାଣୀ ହେଲା ମଣିଷ। ଏଇଟା ବୋଧହୁଏ ବେଶୀ ପ୍ରଯୁଜ୍ୟ ହେବ ମଣିଷ କ୍ଷେତ୍ରରେ। ପଶୁପକ୍ଷୀଙ୍କ ପାଖରେ ଏହି ଅହଙ୍କାର ଗୁଣଟି ଆଦୌ ନଥାଏ ବୋଲି ସେମାନଙ୍କର ଜୀବନ ଅତ୍ୟନ୍ତ ସରଳ ସ୍ୱାଭାବିକ। ହେଲେ ମଣିଷଙ୍କ କ୍ଷେତ୍ରରେ ଜୀବନ ଅତ୍ୟନ୍ତ ଜଟିଳ ଏବଂ ଅସ୍ୱାଭାବିକ। ଆଉ ସାଧାରଣ ମଣିଷ ଯେତିକି ଅହଙ୍କାରୀ ହୋଇନଥାଏ, ସଂସାରର ସବୁଠାରୁ ଅହଙ୍କାରୀ ହେଉଛନ୍ତି ପଣ୍ଡିତ ଆଉ ଧର୍ମଗୁରୁମାନେ। ଏମାନଙ୍କର ଅହଙ୍କାର ହେଲା ଯେ ଏମାନେ ସବୁଠାରୁ ବଡ଼ ଜ୍ଞାନୀ, ଗୁଣୀ। ଏମାନଙ୍କ ମୁହଁରେ ବେଦ ଉପନିଷେଦ। ସାଧାରଣ ମଣିଷଠାରୁ ସମାଜରେ ଏମାନଙ୍କର ସ୍ଥାନ କୁଆଡ଼େ ବହୁ ଉଚ୍ଚରେ। ଏପରି ହୋଇନଥିଲେ ଧର୍ମଗୁରୁ ହୁଅନ୍ତୁ କି ଶଙ୍କରାଚାର୍ଯ୍ୟମାନେ ଉଚ୍ଚ ଚୌକିରେ ବସି ଧର୍ମବାଣୀ ଶୁଣାଉନଥାନ୍ତେ। ସତେ ଯେମିତି ଅନ୍ୟାନ୍ୟ ମଣିଷଙ୍କ ସହ ସମାନ୍ତରାଳ ଆସନରେ ବସିଲେ ଏମାନଙ୍କର ଗାରିମା କମିଯିବ। ତା ଅର୍ଥ ଏମାନଙ୍କର ଗାରିମା ଏମାନଙ୍କର ବ୍ୟକ୍ତିତ୍ୱ ପାଇଁ ନୁହେଁ, ବରଂ ଉଚ୍ଚ ଆସନରେ ବସିଲେ ଯାଇ ଏମାନଙ୍କର ଗାରିମା ବଢ଼ିଥାଏ ଓ ଅହଙ୍କାରର ପୂର୍ତ୍ତି ହୋଇଥାଏ। ପାଣ୍ଡିତ୍ୟର ଅହଙ୍କାରରେ ଉବୁଟୁବୁ ହେଉଥିବା ଏହିସବୁ ଧର୍ମଗୁରୁମାନେ ଜାଣିପାରନ୍ତି ନାହିଁ ଯେ ବିଶ୍ୱ ବ୍ରହ୍ମାଣ୍ଡରେ ମଣିଷର ଅସ୍ତିତ୍ୱ ଧୂଳିକଣାଠାରୁ ବି ହୀନ। ଜଣେ ଧର୍ମଗୁରୁ ଗୋଟିଏ ରାତିରେ ସ୍ୱପ୍ନ ଦେଖିଲା ସେ ସ୍ୱର୍ଗର ଦ୍ୱାର ଦେଶରେ ପହଞ୍ଚି ଯାଇଛି। ଜୀବନସାରା ସେ ଲୋକଙ୍କୁ କେବଳ ସ୍ୱର୍ଗ ନର୍କର କଥା କହିଥିଲା। ସ୍ୱର୍ଗକୁ କିପରି ଯାଇପାରିବ ତାର ନକ୍ସା ବତେଇଥିଲା। ତେଣୁ ସେ ନିଶ୍ଚିତ ଥିଲା ଯେବେ ସେ ସ୍ୱର୍ଗଦ୍ୱାର ପାଖରେ ପହଞ୍ଚିଯିବ, ସ୍ୱୟଂ ପରମାତ୍ମା ତାକୁ ସ୍ୱାଗତ କରିବାକୁ ଛିଡ଼ା ହୋଇଥିବେ। କିନ୍ତୁ ସେ ଦେଖିଲା ଦୁଆର ମୁହଁରେ କେହି ବି ନଥିଲେ। ଦୁଆର ବି ବନ୍ଦ ଥିଲା। ଆଉ ଦୁଆର ଏତେ ବଡ଼ ଥିଲା ଯେ ସେ ଦୁଆର ସାମ୍ନାରେ ଧର୍ମଗୁରୁ ପିମ୍ପୁଡ଼ିଟିଏ ଛିଡ଼ା ହେବା ପରି ଲାଗିଲା। ସେ ଦୁଆରକୁ ଜୋରରେ ବାଡ଼େଇଲା, ବଡ଼ ପାଟିରେ ଡାକିଲା, ହେଲେ କେହି ଆସିଲେ ନାହିଁ। ସେ ବିଚରା ବହୁତ ଡରିଗଲା। ସେ ଜୀବନ ସାରା ଲୋକଙ୍କୁ ବୁଝାଇଥିଲା ପରମାତ୍ମା ନିଜ ଚେହେରା ଅନୁଯାୟୀ ମଣିଷକୁ ତିଆରି କରିଛନ୍ତି। ଅଥଚ ଆଜି ଏ ସ୍ୱର୍ଗର ଦ୍ୱାର ସାମ୍ନାରେ ଛିଡ଼ା ହୋଇ ସେ ଏତେ ଛୋଟ ବୋଲି ମାଲୁମ ହେଉଛି। ବହୁତ ବାଡ଼ାବାଡ଼ି କଲାପରେ ସେ ବିରାଟ କବାଟରୁ ଛୋଟ ଏକ ଝରକା ଖୋଲିଲା। କେହି ଜଣେ ତା ଭିତରୁ ତା ମୁଣ୍ଡ କାଢ଼ି ଚାହିଁଲା। ତାର 1000 ଆଖି ଥିଲା, ଆଉ ପ୍ରତି ଆଖିରୁ ଏପରି ରୋଷଣୀ ବାହାରୁଥିଲା ଯାହାକୁ ଦେଖି ଧର୍ମଗୁରୁ ଗୋଟେ କୋଣରେ ଲୁଚିଗଲା। କହିଲା, ହେ ପରମାତ୍ମା, କୃପା କରି ଆପଣଙ୍କର ଚେହେରା ଭିତରେ ରଖନ୍ତୁ, ମୁଁ ବହୁତ ଡରିଗଲିଣି। ସେହି 1000 ଆଖିବାଲା ବ୍ୟକ୍ତିଟି କହିଲା, ମୁଁ ପରମାତ୍ମା ନୁହେଁ, ମୁଁ ତ କେବଳ ଏଠାକାର ଦ୍ୱାରପାଳ। ତେବେ ତୁମେ କେଉଁଠି ଅଛ? ମୁଁ ତୁମକୁ ଦେଖିପାରୁନି। ଧର୍ମଗୁରୁ ବଡ଼ ପାଟିରେ କହିଲା, ମୁଁ ପରମାତ୍ମାଙ୍କୁ ଦର୍ଶନ କରିବାକୁ ଚାହୁଁଛି, ସ୍ୱର୍ଗରେ ପ୍ରବେଶ କରିବାକୁ ଚାହୁଁଛି। ଦ୍ୱାରପାଳ ପଚାରିଲା, ତୁମେ କିଏ ଆଉ କେଉଁଠାରୁ ଆସିଛ? ଏକଥା ଶୁଣି ଧର୍ମଗୁରୁ କହିଲା, ଆପଣ ଜାଣିନାହାନ୍ତି, ମୁଁ ଜଣେ ଧର୍ମଗୁରୁ ଏବଂ ମୁଁ ପୃଥିବୀ ପୃଷ୍ଠରୁ ଆସିଛି। ଦ୍ୱାରପାଳ ପଚାରିଲା, ପୃଥିବୀ? ସେ ପୃଥିବୀ କେଉଁଠାରେ ଅଛି? ଧର୍ମଗୁରୁ ଆଶ୍ଚର୍ଯ୍ୟ ହେଲା। କହିଲା, ଆପଣ ପୃଥିବୀକୁ ଜାଣନ୍ତି ନାହିଁ? ସେହି 1000 ଆଖିବାଲା ଦ୍ୱାରପାଳ ପଚାରିଲା, କେଉଁ ବିଶ୍ୱର, କେଉଁ ୟୁନିଭର୍ସର ପୃଥିବୀ କଥା ତୁମେ କହୁଛ? କୋଟି କୋଟି ବିଶ୍ୱ ଅଛି, କୋଟି କୋଟି ୟୁନିଭର୍ସ ଅଛି। ପ୍ରତ୍ୟେକ ବିଶ୍ୱର କୋଟି କୋଟି ସୂର୍ଯ୍ୟ ଅଛନ୍ତି। ପ୍ରତ୍ୟେକ ସୂର୍ଯ୍ୟର ନିଜସ୍ୱ ପୃଥିବୀ ଅଛି। ତୁମେ କେଉଁ ପୃଥିବୀର କଥା କହୁଛ? ତୁମ ପୃଥିବୀର ନମ୍ବର, ଇଣ୍ଡେକ୍ସ ନମ୍ବର କେତେ? ଏସବୁ ଶୁଣିଲା ପରେ ଧର୍ମଗୁରୁର ହୋସ୍ ଉଡ଼ିଗଲା। ସେ କହିଲା, ଆମେ ତ ଗୋଟିଏ ବିଶ୍ୱ ଆଉ ଗୋଟିଏ ସୂର୍ଯ୍ୟଙ୍କୁ ଜାଣିଛୁ, ଆଉ ସେଇଥିପାଇଁ ଆମେ ଏହାର କୌଣସି ନମ୍ବର ରଖିନାହୁଁ। ଦ୍ୱାରପାଳ କହିଲା, ତେବେ ତ ତୁମ ପୃଥିବୀ ବିଷୟରେ ଜାଣିବା ବଡ଼ କାଠିକର ପାଠ, କାରଣ ମୁଁ ତ ପ୍ରଥମ ଥର ପାଇଁ ଏଠାରେ ପୃଥିବୀର ନାମ ଶୁଣୁଛି ଏବଂ ମଣିଷ ଏ ଶବ୍ଦ ବି ପ୍ରଥମ ଥର ପାଇଁ ଶୁଣୁଛି। ଧର୍ମଗୁରୁର ପ୍ରାଣ ଦବିଗଲା। ଭାବିଥିଲା ପରମାତ୍ମା ଦ୍ୱାର ମୁହଁରେ ସ୍ୱାଗତ କରିବେ, କିନ୍ତୁ ଏଠାରେ ପରମାତ୍ମା ତ ଦୂରର କଥା, ତା ନିଜର ଅସ୍ତିତ୍ୱ ଉପରେ ପ୍ରଶ୍ନ ଉଠିଲାଣି। ଦ୍ୱାରପାଳ କହିଲା, ତୁମେ ଚିନ୍ତା କରନି, ମୁଁ ଆମ ଏଠାକାର ଲାଇବ୍ରେରୀରୁ ଆଗ ତୁମ ପୃଥିବୀ କେଉଁଠାରେ ଅଛି ଖୋଜିକି ବାହାର କରେ। ତେବେ ଏଥିପାଇଁ 3 ମାସ ଲାଗିଯିବ। ଏଠାରେ କୋଟି କୋଟି Sample complete. Ready to continue?